ମୋ ନାଁ ଦୀପକ ନାୟକ, ମୁଁ ଅଲ୍ ଓଡ଼ିଶା ପରିବହନ ଚାଳକ ସଂଘ ରାଜ୍ୟ ସଭାପତି, ଡ୍ରାଇଭର କଥା ମହାମଞ୍ଚ ରାଜ୍ୟ କମିଟି ମେମ୍ବର। ଆଜି ଯେଉଁ ବୋର୍ଡ଼ ମିଟିଂ ହେଇଥିଲା, ମୁଖ୍ୟତଃ ଖୁସି ଲାଗିଲା ଆଜି ଏତିକି କି ଆମର ଡ୍ରାଇଭର ମାନଙ୍କ ପାଇଁ ଗୋଟେ ୱେବସାଇଟ୍ ଲଞ୍ଚ କରାହେଲା, ଯେଉଁମାନେ ଅନଲାଇନରେ ବା ଡ୍ରାଇଭର ଭାଇ ମାନେ ରେଜିଷ୍ଟ୍ରେସନ ହେଇପାରିବେ। ଅନଲାଇନ୍ ମାଧ୍ୟମରେ ଯଦି ଡେଥ୍ ହେଇଯାଉଛନ୍ତି ଅନଲାଇନ୍ ମାଧ୍ୟମରେ ରେଜିଷ୍ଟର ହେଇଥିଲେ ସେମାନେ ତାଙ୍କର ଡେଥ୍ ଆକ୍ସିଡେଣ୍ଟାଲ ଡେଥ୍ 4 ଲକ୍ଷ ପାଇବେ ଆଉ ନର୍ମାଲ ଡେଥ୍ 2 ଲକ୍ଷ ଟଙ୍କା ପାଇବେ। ଆଗରୁ ଯେଉଁଟା ଆମେ ଅଫଲାଇନ୍ରେ ଆଣି ଫର୍ମ ଦେଉଥିଲୁ, ଏବେ ସେମାନଙ୍କୁ ଆସିବାକୁ ପଡ଼ିବନି ଏଠିକି, ସେମାନେ ନିଜ ଏରିଆରେ ନିଜ ମୋବାଇଲରେ ବି କରିପାରିବେ, ନିଜ ମାନେ ଆମର ଜନସେବା କେନ୍ଦ୍ରରେ କରିପାରିବେ, ତ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ। ସେଇଟା ଖୁସି ଲାଗିଲା। କିନ୍ତୁ ଆଉ ଯେତିକି ଆଲୋଚନା ହେଲା ଆମକୁ ଆଶାଜନକ ଲାଗିଲା ନାହିଁ। ତେଣୁ ଆମର ଏକତା ମହାମଞ୍ଚର ଭାଇମାନେ ବସିବୁ, ଆଲୋଚନା କରିବୁ, ଡିସିସନ୍ ନେବୁ କି ଆମ ଦାବି ଆମ ପାଇଁ ଠିକ୍ କି ନାହିଁ, ଆମେ ଯେଉଁ ଆଲୋଚନା ହେଇଛି ସେ ଠିକ୍ କି ନାହିଁ। ଯଦି ଆମକୁ ଠିକ୍ ନ ଲାଗିବ ଆଗାମୀ ଦିନରେ କିଛି ବ୍ୟବସ୍ଥା କରାଯିବ। ଆଉ ଏହା ହିଁ ଆମର ଆଲୋଚନା ଆଜି ହେଇଛି। ତେଣୁ ଧନ୍ୟବାଦ ଦେବି ଗଣମାଧ୍ୟମକୁ, ଯାହା ହଉ ସବୁ ସମୟରେ ଆମ କଥାକୁ ନେଇକି ସରକାରଙ୍କ ପହଞ୍ଚାଇଛନ୍ତି। ଏ କଥା ବି ପହଞ୍ଚନ୍ତୁ କି ଆମର ଦାବିକୁ ତୁରନ୍ତ ଆଲୋଚନା କରାଯାଇ ପୂରଣ କରାଯାଉ, ନଚେତ୍ ଡ୍ରାଇଭର ଏକତା ମହାମଞ୍ଚ ପୁଣି ରାଜସ୍ଥାକୁ ଓହ୍ଲାଇବ।